ଦିନେ ଦୁଇ ଜଣ ସାଙ୍ଗ ଜଙ୍ଗଲ ରାସ୍ତାରେ ଯାଉଥିଲେ। ହଠାତ୍ ସେମାନେ ଦେଖିଲେ ଯେ ଏକ ବଡ଼ ଭାଲୁ ସେମାନଙ୍କ ଆଡ଼କୁ ଖୁବ୍ ଜୋରରେ ମାଡ଼ି ଆସୁଛି। ସେ ଭାଲୁଟିକୁ ଦେଖି ସାଙ୍ଗ ଦୁଇଜଣ ଭୟଭୀତ ହୋଇଗଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗ ଗଛ ଉପରକୁ ଚଢ଼ିଗଲା। କିନ୍ତୁ ଅନ୍ୟ ସାଙ୍ଗଟି ଗଛ ଚଢ଼ା ଶିଖିନଥିଲା, ଜାଣିନଥିଲା ସେ କ'ଣ ବା କରିବ। ତେଣୁ ସେ ଉପାୟ ଚିନ୍ତା କରି ତଳେ ଶୋଇପଡ଼ି ନିଶ୍ୱାସ ବନ୍ଦ କରି ମଲା ମଣିଷ ପରି ଅଭିନୟ କଲା। ଭାଲୁଟି ତା ପାଖକୁ ଆସିଲା ଏବଂ ତାକୁ ଟିକେ ଶୁଙ୍ଘିଲା ଏବଂ ମରିଯାଇଛି ଭାବି ସେ ଚାଲିଗଲା। ଭାଲୁ ଯିବା ପରେ ଗଛ ଉପରେ ଥିବା ସାଙ୍ଗଟି ତଳକୁ ଆସି ପଚାରିଲା, ଭାଲୁ ତୋ କାନରେ କ'ଣ କହିଲା? ଦ୍ୱିତୀୟ ସାଙ୍ଗଟି ଉତ୍ତର ଦେଇ କହିଲା, ଭାଲୁ ମୋତେ କହିଲା, ବିପଦ ସମୟରେ ଯେଉଁ ସାଙ୍ଗ ଛାଡ଼ି ଚାଲିଯାଏ, ସେ ହିଁ ପ୍ରକୃତ ସାଙ୍ଗ ନୁହେଁ।